କିନ୍ତୁ ସାର୍ ତମର ପ୍ରଶ୍ନ ହୋଲିର ମାନେ ଅତ୍ୟାବଶ୍ୟକ ଜିନିଷ କଣ? ମାନେ ହୋଲିରେ ପ୍ରଥମେ କଣ ଦରକାର? ରଙ୍ଗ ମଦ। ଭାଇ ପୁରା ବିନା ରଙ୍ଗରେ ତମେ ଏଇ ହୋଲି ଖେଳିଦବ, କିନ୍ତୁ ବିନା ମଦରେ ହୋଲି ଖେଳି ପାରିବନି। ରଙ୍ଗ ଲାଗିବନି ଆଉ ହାତ ଯାଉଥିବ ହାତ ଯିବନି ଆଉ ସାହସ ପାଇବନି ରଙ୍ଗ ଲଗେଇବାକୁ ଆଉ। ମାନେ ଭାଇ କହୁଛନ୍ତି ମାଲଟା ମାରି ସାରିଲା ପରେ ଯୋଉଠି ସେଇଠି ବି ରଙ୍ଗ ମାରିବ, ତାଳ ଗଛ ରଙ୍ଗ ମାରିଦବ, ନଡ଼ିଆ ଗଛ ରଙ୍ଗ ମାରିଦବ, ଭାଇଙ୍କର ବୁଦ୍ଧି ସବୁ। ଏଇ ଯଦି ତମେ ଦେଖିଥିବ ଗାଁରେ ମାଲଟା ମାରିଦେବେ ମାନେ ଭାଇ ଅଲଗା ପ୍ରକାର, କିଛି ଜଣା ପଡିବନି ମାନେ କୋଉଠି ଗଡିଆ କୋଉ ନର୍ଦ୍ଦମା ନାଳ ଜଣା ପଡିବନି। କୁରୁକ୍ଷେତ୍ର କଥା ଟିକେ କହିଲ, କଣ କହୁଥିଲ? କୁରୁକ୍ଷେତ୍ର ସଇଲାଣି ଖାଦ୍ୟ ସଇଲାଣି। କଣ ଭାଇ କଣ କୁରୁକ୍ଷେତ୍ର କଥା ଟିକେ କହୁଥିଲ, କହିଲ କଣ ସର୍ଟ ପକେଇଥିଲ, ଏବେ ଟିକେ ଲଙ୍ଗ ରେ କହିଲ କୁରୁକ୍ଷେତ୍ର। କୁରୁକ୍ଷେତ୍ର ନା ଏଇଟା ଆକ୍ଚୁଆଲି ସତ ଘଟଣା। ମାନେ ହୋଲିରେ ଆମ ଗାଁରେ ଟିକେ ଭାଇ ଅଲଗା ପ୍ରକାର ଖେଳ। ଆମ ଗାଁରେ ରଙ୍ଗ ମାନେ ଅବିର ଫବିର କିଛି ମାନେ ଖେଳ ନାହିଁ ଟୋଟାଲି। ଅବିର ମୁଁ ଦେଖିନି କେବେ ଲୋକ କିଣିବାର ଅବିର। ଛୋଟବେଳୁ ଦେଖିନି କେବେ ଅବିର ଫବିର କି ଆମ ଖେଳ। ଆମର ଆରମ୍ଭ ହବ ମୁଣ୍ଡ ଫଟାରୁ। ମୁଣ୍ଡ ଫଟାଟା ହଉଛି ମାନେ କମ୍ପଲସରି, ମାନେ କିଛି ରଙ୍ଗ ଥାଉ ନଥାଉ ତାପରେ ମୁଣ୍ଡ ଫଟା ଥିବ, ଯୋଉଟା ଗ୍ରୀନ କଲର ଧୋଇଦେଲେ ନାଲି ହେଇଯିବ। ସେଇଟା କଣ ହୁଏ କି, ସେଇଟା ହଉଛି ମାନେ ଫେବ୍ରିକ୍ୱିକ ସାଙ୍ଗେ ସମାନ। ସେ ରଙ୍ଗ ଲାଗିବ ନା ଛାଡିବନି, ତେଣୁକରି ଆମ ଗାଁରେ ଯେତେବେଳେ ହୋଲି ଟା ଖେଳ ହୁଏ, ସେତେବେଳେ ନିହାତି ଯଦି ମାଟି 6-7 ଦିନ ଲାଲ ନ ରହିବ, ସିଏ ମାନେ କଣ ଯୋଉଟା ଲାଗିବ ହୋଲି ଖେଳିଲା ଭଳିଆ, ତମ ଆଡେ କୁହ ଲାଗିବ କି? ଲାଗିବନି। ସେଇଥିପାଇଁ ମାନେ ଏଇଟା ହଉଛି ଆମର ଗୋଟେ ପରମ୍ପରା। ଆମେ ଲୋକ ଜାଣିବେ ଯେଠି ହୋଲି ଖେଳ ହେଇଛି। ପ୍ରାଇମର ମାରିଦଉଥିବେ, ପ୍ରାଇମର ବାନିଶ ଫାନିଶ ମାରିଦଉଥିବେ। ବାନିଶ ଫାନିଶ ଗୋଟେ ଗାଞ୍ଚେଲା ଖେଳିଲା, ଧର ମୁଁ ନେଇଛି ମୁଣ୍ଡ ଫଟା ଧର ନେଇଛି ହାଲକେଇ ଗାଲେରେ ମାରି, ସେ ଗୋଟେ ଧର ଶିଖିଲା ଅଲଗା ମୁଣ୍ଡ ପୁରେଇଲା, ସେ ମଲା, ସେ ପୁରା ସିମେଣ୍ଟ କଲର ହେଇକି ଯିବ, ଦାନ୍ତ ଫାନ୍ତ ଦେଖାଯିବନି କିଛି। ଖେଳ ଅଲଗା। ଆଉ ଗୋଟେ ଜିନିଷ ହୋଲି ଖେଳରେ ଭାଇ ତାପରଦିନ ଚଢି ଗଞ୍ଜି ସାର୍ଟ ପ୍ୟାଣ୍ଟ ଯେ ତାରରେ ଝୁଲୁଥିବ, ବୁଝିଲ ନାଇଁ? ସେଇଟା ଦେଖିଛି। ଏଇଟା ହଉଛି ଆମର କମ୍ପଲସରି। ମାନେ ତାରରେ ଯଦି କପଡା ନ ଝୁଲିବ ସିଏ ଭାଇ କି ହୋଲି ଖେଳ? ଏଇଟା ଲ୍ୟାଣ୍ଡମାର୍କ, ମାନେ ଏଇଟା ମାନେ ପରମ୍ପରା। ହୋଲି ଖେଳ ହେଇଛି ବୋଲି ଲୋକ ପରମ୍ପରା। ଆଉ ନଙ୍ଗଳା ହବାଟା ସେଇଟା ହଉଛି ମାନେ ମେନ୍ ଜିନିଷ। ପ୍ୟାଣ୍ଟ ସାର୍ଟ ପିନ୍ଧିକି ଯିବ ଘରୁ, ସେମିତି ଗ୍ୟାରେଣ୍ଟି ନାହିଁ ଯେ ପ୍ୟାଣ୍ଟ ସାର୍ଟ ତମେ ପିନ୍ଧିକି ଆସିବ। ପ୍ୟାଣ୍ଟ ସାର୍ଟ ଆଉ ସେ ରହିବନି, ଗ୍ୟାରେଣ୍ଟି ନାହିଁ, ରିସ୍କ ତମ ଉପରେ। ସେଥିପାଇଁ ମୁଁ ଅନୁରୋଧ କରିବି ସରକାରଙ୍କୁ, ହୋଲି ଏକା ଖେଳନ୍ତୁ, ଗୋଟେ ଗ୍ରୁପ ରେ ହୋଲି ଖେଳନ୍ତୁନି। ନିଜେ ନିଜେ ମୁଁ ରଙ୍ଗ ମାରିବ, ଫଟୋ ଉଠେଇ ଷ୍ଟାଟସ ଦବ, ସେଇଟା ହୋଲି ଖେଳ। ଠିକ କଥା। ଏଇ ଗ୍ରୁପ ରେ ଖେଳିଲେ ଭଲ। ହୋଲିର ଡେଫିନେସନ ପୁରା ବଦଳେଇ ଦେଲେ। ମୁଁ ଥରେ ଭାଇ ମାନେ ମୁଣ୍ଡରେ ମତେ ଅବିର କହି ପୁରେଇଛନ୍ତି ମାନେ ରଙ୍ଗ, ମୁଁ ଗାଧେଇ ପଡିଲା ବେଳକୁ ସିଏ ଶରୀର ସାରା ରଙ୍ଗ ହେଇଗଲା। କେଇ ଦିନ ଛାଡିଲାନି? ସିଏ ଛାଡିବ ନିହାତି ତ 4 ଦିନ ଆଉ। ନା ମୁଁ ଭାବୁଛି 4 ବର୍ଷ ହୋଲିକି ରହିଯାଇଥିବ। ନାଇଁ 4 ଦିନ। ବାଲିରେ ରଗଡି ଛାଡିବନି। ତାର ଦେହ ଫେହ ଲାଗିଥିବ ରଙ୍ଗ ଛଡେଇ ଦଉଛି, ପୁରେଇ ତା ଭିତରେ, ତା କେହି ରଙ୍ଗ ଛଡେଇବ? ବାଲିରେ ରଗଡି ପାରିବି? ରହିବ, ଜିନିଷ ରହିବ, ଜିନିଷ ଘୋରି ହେଇଯିବନି। ସତରେ ଲଗା ସାଙ୍ଗମାନଙ୍କ ସାଙ୍ଗରେ ହୋଲି ଖେଳିବା କଥା ନୁହଁ। ଆଇଦର ଛୋଟ ପିଲା ରଙ୍ଗ ଖେଳିବ, ଧମକେଇ ଦବ, ବଡ ପିଲା ରଙ୍ଗ ଖେଳିବ, ସମ୍ମାନ ସହିତ ଟିକେ ପାଦର ଲଗେଇଦେଇ ପଳେଇ ଆସିବ। ସାଙ୍ଗ ସାଙ୍ଗେ ଯଦି ହୋଲି ଖେଳିବ ଭଲ ଆଉ। ଦିଶା ରଙ୍ଗ ଖେଳିବ, ଦିଶାରେ ଘରୁ ବାହାରନ୍ତିନି। ଯିଏ ରଙ୍ଗ ନ ଖେଳିବ ସିଏ ମାଇଚିଆ। କହ ଥଣ୍ଡା ରଙ୍ଗ ସେଠୁ ଥଣ୍ଡା ଫଣ୍ଡା ହବ, ମୁଣ୍ଡ ଫଟା ତମେ କହୁନ ତମ ଗାଁରେ ବାନିସି ଫାନିସି ଆଜି ହରିଓମ ଯିବା, ଆଜି ବାର୍ନିଶ କିଣି ଆଣିଛି। ତ ଭାଇ ମାନେ ଆମେ ହରିଙ୍କ ମିଳନରେ ଆମର ଦେଖା ସାକ୍ଷାତ ହବ। ହରିଙ୍କ ପିଲାମାନେ ସବୁ ଆମ ସ୍ୱାଗତ ପାଇଁ ସବୁ ଠିଆ ହେଇଥିବ।